ଧନର ଚୌକିଦାର ନୁହେଁ ମାଲିକ ହୁଅନ୍ତୁ। କିଛି ଲୋକ ପଇସାର ମାଲିକ ହୋଇଥାନ୍ତି ଓ ପଇସା କିଛି ଲୋକଙ୍କର ମାଲିକ ହୋଇଥାଏ। ରାଜା ଖବର ପାଇଲେ ଯେ ରାଜ୍ୟରେ ଜଣେ ମହା କଞ୍ଜୁସ ଅଛି। ସେ କୃପଣ ଶ୍ରେଷ୍ଠକୁ ପୁରସ୍କାର କରିବାକୁ ଘୋଷଣା କଲେ। ପୁରସ୍କାରରେ ରାଜାଙ୍କର ଅଧା ସମ୍ପତ୍ତି ମିଳିବ। ସେହି ମହା କଞ୍ଜୁସ ଭାଗ ନେଲା ଓ ଜିତିଗଲା। ରାଜା ତାକୁ ଡାକି କହିଲେ ଯେ ଆଜିଠାରୁ ମୋର ଅଧା ଧନ ତୁମର। କିନ୍ତୁ ଏତେ ଗୁଡ଼ିଏ ଧନ ସମ୍ପତ୍ତିକୁ ତୁମେ ନେଇ କେଉଁଠି ରଖିବ? ତେଣୁ ଭଲ ହେବ ତୁମେ ନିଜ ସମ୍ପତ୍ତି ଆଣି ରାଜକୋଷରେ ରଖ ଓ ତାର ଦାୟିତ୍ୱ ତୁମେ ନିଅ। ମୋ ଭାଗର ଅଧା ଧନରୁ ଦରକାର ବେଳେ ମୁଁ କିଛି କିଛି କାଢ଼ି ନେବି। ଲୋକଟି ବହୁତ ଖୁସି ହେଲା। ତାକୁ ପୂର୍ବ ନିର୍ମିତ କୋଷାଗାର ମିଳିଗଲା। ସେ ରାଜାଙ୍କ ଧନ ସହିତ ନିଜ ଧନ ବି ଆଣି ରଖିଦେଲା। ମନ୍ତ୍ରୀ ଯେତେବେଳେ ରାଜାଙ୍କୁ ପଚାରିଲେ ଆପଣ ଏମିତି କାହିଁକି କଲେ? ସେତେବେଳେ ରାଜା ଭେଜ ବତାଇଲେ ହଁ, ଧନ ଯେତେବେଳେ ଦରକାର ହେବ ଅଧା ରାଜକୋଷରୁ ଆଣୁଥିବା। ଏମିତିରେ ଏ ବୁଢ଼ା ଆଉ କେତେ ଦିନ ବଞ୍ଚିବ? ବନର ଆଦିବାସୀ ରମଣୀ ସୁନ୍ଦର ଦେଖାଯାଉଥିବା କାଇଁଚକୁ ମୂଲ୍ୟବାନ ମନେକରି ତାକୁ ମାଳ କରି ପିନ୍ଧନ୍ତି। ସେମାନଙ୍କୁ ମୋତି ଦେଖାଇଲେ ତାହା ଧଳା ପଥର ପରି ଦିଶୁଥିବାର ମୂଲ୍ୟ ସେମାନେ ଜାଣିପାରନ୍ତି ନାହିଁ। ସେହିପରି ସଦ୍ଗୁଣ କାହାକୁ କୁହାଯାଏ? ଜାଣିନଥିବା ମଣିଷ କିପରି ଅନ୍ୟର ଗୁଣର ମହତ୍ଵ ବୁଝିବ? ଗୁଣ ନଥିବା ବ୍ୟକ୍ତି ଅନ୍ୟର ଗୁଣକୁ ନିନ୍ଦା କରେ। ମୃତ୍ୟୁକାଳୀନ ଅନ୍ତିମ ଚିନ୍ତା ହିଁ ପୁନର୍ଜନ୍ମ ନିର୍ଦ୍ଧାରଣ କରିଥାଏ। ଏହି ମଣିଷ ଅନ୍ତକାଳରେ ଯେଉଁ ଭାବ ସ୍ମରଣ କରି କରି ଶରୀର ତ୍ୟାଗ କରେ ତାହା ହିଁ ପ୍ରାପ୍ତ ହୁଏ। କାରଣ ସବୁବେଳେ ସେ ସେହି ଭାବରେ ଭାବିତ ହୋଇଥାଏ। କିଛି ଉତ୍ତମ କଥା କହୁଥିବା ମଣିଷ ବିଦ୍ୱାନ ହୋଇ ଧର୍ମର ରହସ୍ୟକୁ ଜାଣିପାରେ। ଦାନ କଲେ ମଣିଷ ପରଜନ୍ମରେ ଅନେକ ଭୋଗ୍ୟ ବସ୍ତୁ ଲାଭ କରେ। ତୀର୍ଥ କଲେ ପରଜନ୍ମରେ ସୁଖୀ ହୁଏ। ଲୋକ କଲ୍ୟାଣ ଉଦ୍ଦେଶ୍ୟରେ କିଛି ଉତ୍ତମ କଥା କହୁଥିବା ମଣିଷ ବିଦ୍ୱାନ ହୋଇ ଧର୍ମର ରହସ୍ୟକୁ ଜାଣିପାରେ। ଚାଲିବା ସମୟରେ ଧ୍ୟାନ ଦିଅନ୍ତୁ। ଚାଲିବା ସମୟରେ ଯେପରି ଆପଣଙ୍କର ଚପଲର ଶବ୍ଦ ଶୁଣା ନଯାଏ ବା ଚପଲରୁ ଧୂଳି ନ ଉଡ଼େ। ଚାଲିବା ସମୟରେ ଅଣ୍ଟା ହଲାଇ ବା ମୁଣ୍ଡ ହଲାଇ ଚାଲନ୍ତୁ ନାହିଁ। ଏହା ଅଶିଷ୍ଟତାର ଲକ୍ଷଣ। ସଡ଼କ ଉପରେ ଚପଲ ଘୋଷାରି ଘୋଷାରି ଚାଲନ୍ତୁ ନାହିଁ। ଯଦି ଚପଲ ଛିଡ଼ିଯାଏ ତେବେ ତାକୁ ପାଖ ଦୋକାନକୁ ନେଇ ସଜାଡ଼ି ଦିଅନ୍ତୁ ବା ରିକ୍ସାରେ ଘରକୁ ଫେରି ଆସନ୍ତୁ। ରାସ୍ତା ମଝିରେ ବା ଅସ୍ୱାଭାବିକ ଭାବରେ ଚାଲନ୍ତୁ ନାହିଁ। ଚାଲିବା ସମୟରେ ଅଣ୍ଟାରେ ହାତ ରଖି ବା ସାଥୀଙ୍କ କାନ୍ଧ ଉପରେ ହାତ ରଖି କଥା କହି ବା ଜୋରରେ ହସି ଚାଲିବା ଅନୁଚିତ। ଚାଲିବା ସମୟରେ ହାତକୁ ମୁଠା କରି ଆଗକୁ ପଛକୁ ହଲାଇ ଚାଲିବା ମଧ୍ୟ ଅଶୋଭନୀୟ। ଯଦିବା ତେଜ ଗତିରେ ଚାଲୁଥାନ୍ତି ତେବେ ଯେମିତି ହାତର ଗତି ନ ବଢ଼ିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଜୟ ଶ୍ରୀ ଜଗନ୍ନାଥ।